Hello everyone, welcome back to Creative Educational Idea. Myself Tokeshwar Chadar, and today we are going to discuss one of the most important chapter of your English grammar version, that is time and tense, ଯାହାକି most important ଏବଂ ସବୁ ଏକ୍ଜାମରେ ଆସିଥାଏ। ତେଣୁ ଆମେ ଏହାକୁ ଅତି ସରଳ ଏବଂ ସହଜ ଭାବରେ ବୁଝିବାକୁ ଚେଷ୍ଟା କରିବା। ପ୍ରଥମେ ଆସୁଛି ଟାଇମ୍। ଟାଇମ୍ କ'ଣ? ନା ଟାଇମ୍ ହେଉଛି ତାହା ଯାହା ଭିତରେ କୌଣସି ଏକ ଘଟଣା ଘଟିଥାଏ ଏବଂ ସେହି ଘଟଣା କୌଣସି ଏକ ନିର୍ଦ୍ଦିଷ୍ଟ କାଳ ମଧ୍ୟରେ ଘଟିଥାଏ, ତାହାକୁ ସମୟ କୁହାଯାଏ। ଏବଂ ଟେନ୍ସ କ'ଣ? ଟେନ୍ସ ହେଉଛି ତାହା ଯାହାକି ଗୋଟିଏ ଭର୍ବର ବା ଗୋଟିଏ କ୍ରିୟାର ତାର ୱାର୍କିଂ କଣ୍ଡିସନ ବା ତାର ଅବସ୍ଥାକୁ ସୂଚାଇଥାଏ। ତାହା କେବେ ହୋଇଥିଲା ବା କେବେ ହେଉଛି ବା କେବେ ହେବ, ଏଗୁଡ଼ିକୁ ତାହା ସୂଚିତ କରିଥାଏ। ତାହେଲେ ଆମେ ବେଳେ ବେଳେ ଲୋକେ କହିଥାନ୍ତି ଟାଇମ୍ ଏବଂ ଟେନ୍ସ ଏ ଦୁଇଟା ଯାକ ସମାନ, କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପରେ ଭୁଲ। ଟାଇମ୍ ଆଣ୍ଡ ଟେନ୍ସ କେବେ ହେଲେ ସମାନ ନୁହେଁ। ଆମେ ଜାଣିଛେ ଟାଇମ୍ ହେଉଛି ତିନି ପ୍ରକାରର, ଯଥା past time, present time and future time. There are three types of time, that is past time जोटा कि हमरो ऑलरेडी घटी सारिछि। नेक्स्ट आसुची प्रेजेंट टाइम जोटा कि वर्तमान चलीछि, एवं लास्ट रे आसुची फ्यूचर टाइम जहा कि भविष्य रे बा आगो आसीबो, ता अनसर्टेन बा अनिश्चित। एवं टेन्स रो प्रकार भेद कोन? टेन्स होउची प्रेजेंट टेन्स, पास्ट टेन्स एवं फ्यूचर टेन्स। बुझी हला? टाइम केते प्रकार? टाइम तीन प्रकार। कोन कोन? पास्ट टाइम, प्रेजेंट टाइम एंड फ्यूचर टाइम। ठीक सही प्रकार रे बा ठीक सही हिसाब रे टेन्स मध्य केते प्रकार? हमरो दीटा टेन्स रहउची एवं गोटिए टाइम रहउची, यथा past time, present time and future time। एवं टेन्स किपर रहउची? प्रेजेंट टेन्स, पास्ट टेन्स एंड फ्यूचर टाइम। फ्यूचर को टेन्स बोली कहा जाय नथे एवं या को फ्यूचर टाइम बोली कहा जाय थाए। नेक्स्ट हमें जानिबा को हबो जे टेन्स रो मुख्य चारोटी एस्पेक्ट रहिछि, जहा कि हमरो गोटिए वर्ब रो बा क्रिया रो तार वर्किंग कंडीशन को दर्शाई थाए। यथा इनडेफिनाइट बा सिंपल, यह कौन करथाए? गोटिए कार्य तार कौन करथाए? दर्शाई थाए जे इनडेफिनाइट रो अर्थ कौन? अनिश्चितता। एवं गोटे काम कौन होची केते होची ता एथिरे जणा पड़ी न थाए। नेक्स्ट आसुची कंटीन्यूअस। कंटीन्यूअस कंटिन्यू रु कंटीन्यूअस, कंटिन्यू होची बा कंटीन्यूअस होची। एवं परफेक्ट, परफेक्ट जोटा कि कंप्लीट हेई सारिची। एवं नेक्स्ट आसुची परफेक्ट कंटीन्यूअस, दैट मीन्स गोटे काम ऑलरेडी हेई आसुची एवं ताहा कंटिन्यू अछि, एटा अधा सरीची एवं कंटिन्यू हेउची। एटा चारिटा होची मुख्य हमरो टेन्स रो मुख्य चारोटी एस्पेक्ट, जहा को नै कि टेन्स रचित। एवं या हमरो प्रेजेंट टेन्स, पास्ट टेन्स एवं फ्यूचर टाइम को किपरि भाବରେ प्रभावित करथाय, आमे ताकू टिकिनिकी भाବରେ आलोचना करिबा। एबे आमे जो टेन्स रो चारोटी एस्पेक्ट रहिला ताकू तीनोटी टाइम रे मध्य बांटी दबा। यथा हमकु मिली जिवो पास्ट टेन्स रे मिली जिवो पास्ट सिंपल टेन्स, पास्ट कंटीन्यूअस टेन्स, पास्ट परफेक्ट टेन्स, पास्ट परफेक्ट कंटीन्यूअस टेन्स एवं प्रेजेंट रे आसीबो प्रेजेंट सिंपल टेन्स,
ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ, ପ୍ରେଜେଣ୍ଟ ପରଫେକ୍ଟ ଟେନ୍ସ ଆଣ୍ଡ ଲାଷ୍ଟରେ ଆସିବ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ। ଏଗୁଡ଼ିକ ହେଲା ଆମର ପ୍ରେଜେଣ୍ଟ ଟେନ୍ସର। ଏବଂ ଫ୍ୟୁଚର ଟାଇମରେ କ'ଣ କ'ଣ ଆସିବ? ଫ୍ୟୁଚର ସିମ୍ପଲ, ଫ୍ୟୁଚର କଣ୍ଟିନ୍ୟୁଅସ୍ ଟେନ୍ସ, ଫ୍ୟୁଚର କଣ୍ଟିନ୍ୟୁଅସ୍ ଟାଇମ୍ ଏବଂ ଫ୍ୟୁଚର ପରଫେକ୍ଟ ଏବଂ ଲାଷ୍ଟରେ ଆସିବ ଫ୍ୟୁଚର ପରଫେକ୍ଟ କଣ୍ଟିନ୍ୟୁଅସ୍। ଏବଂ ଏସବୁକୁ ଆମେ ଆଲୋଚନା କରିବା। ଆଜିର କ୍ଲାସରେ ଆମେ ପ୍ରେଜେଣ୍ଟ ଟେନ୍ସକୁ ମୁଖ୍ୟତଃ ଫୋକସ୍ କରିବା ଏବଂ ଏହାର ଡିଟେଲ୍ସ ୟୁଜ୍ ଏବଂ ଯେଉଁ ଭାର୍ବ ପ୍ୟାଟର୍ନ ରହିଥାଏ ତାହାକୁ ଆମେ ଡିଟେଲ୍ସ ଡିସ୍କସନ୍ କରିବା। ପ୍ରଥମେ ଆମକୁ ଜାଣିବାକୁ ହେବ ଯେ ଆମର ପ୍ରେଜେଣ୍ଟ ଟେନ୍ସ କେଉଁ କେଉଁଥିରେ ୟୁଜ୍ ହୋଇଥାଏ। ଆମର ଇନ୍ କେସ୍ ଅଫ୍ ହ୍ୟାବିଟ୍ସ ମାନେ ଅଭ୍ୟାସ, ଜଣେ ବ୍ୟକ୍ତିର ବା ଜଣେ ମଣିଷର ଅଭ୍ୟାସରେ କେଉଁ ଟେନ୍ସ ଆମେ ୟୁଜ୍ କରିଥାଉ? ପ୍ରେଜେଣ୍ଟ ସିମ୍ପଲ ଟେନ୍ସ। ପରମାନେଣ୍ଟ ସିଚୁଏସନ୍ ବା ସ୍ଥାୟୀ ପରିସ୍ଥିତିକୁ ଦର୍ଶାଇବା ପାଇଁ ଆମେ ପ୍ରେଜେଣ୍ଟ ଟେନ୍ସର ବ୍ୟବହାର କରିଥାଉ। ଏବଂ ୟୁନିଭର୍ସାଲ ଟ୍ରୁଥ୍ ସାର୍ବଜନୀନ ସତ୍ୟତାକୁ ମଧ୍ୟ ଆମେ ଲେଖିଲା ବେଳେ ପ୍ରେଜେଣ୍ଟ ଟେନ୍ସର ବ୍ୟବହାର କରିଥାଉ। ଏବଂ ବେଳେ ବେଳେ କ'ଣ କରିଥାଉ? ଆମେ ଫ୍ୟୁଚର ଟାଇମ୍ ଟେବୁଲ୍ ବା ଫ୍ୟୁଚର ଟାଇମ୍ ଟେବୁଲକୁ ଦର୍ଶାଇବା ପାଇଁ ମଧ୍ୟ ଆମେ ପ୍ରେଜେଣ୍ଟ ସିମ୍ପଲ ଟେନ୍ସର ବ୍ୟବହାର କରିଥାଉ। ଏଇଟା ଆମେ ପ୍ରେଜେଣ୍ଟ ସିମ୍ପଲ ଟେନ୍ସର ୟୁଜ୍ ବିଷୟରେ ପଢ଼ିବା। ଏବଂ ଏହାର ରିଟିନ୍ ଫର୍ମ କେମିତି ରହିଥାଏ? ସବଜେକ୍ଟ ପ୍ଲସ୍ ଭର୍ବ ପ୍ଲସ୍ ଅବଜେକ୍ଟ। ଏଠି ଭର୍ବର ଫର୍ମ ନମ୍ବର 1 ରହିବ, ଭର୍ବ 1 ଫର୍ମ ରହିବ ଏବଂ ପ୍ରଥମେ ସବଜେକ୍ଟ ଆସିବ, ତାପରେ ଭର୍ବ ଆସିବ, ତାପରେ ଅବଜେକ୍ଟ ଆସିବ। ଠିକ୍ ଏହିପରି ଭାବରେ ଆମେ ଆମର ସେଣ୍ଟେନ୍ସ କମ୍ପ୍ଲିଟ୍ କରିବା। କେମିତି କରିବା? ଫର୍ ଏକ୍ଜାମ୍ପଲ୍, ଆଇ ରିଡ୍ ନ୍ୟୁଜ୍ ପେପର ଏଭ୍ରି ଡେ। ଏଇଠି ଆସିଲା ଆଇଟା ହେଲା ସବଜେକ୍ଟ, ରିଡ୍ଟା ହେଲା ଭର୍ବ, ନ୍ୟୁଜ୍ ପେପର ହେଲା ଅବଜେକ୍ଟ, ଏଭ୍ରି ଡେ ହେଲା ଏଥିରେ ଆସିବ ଆମର ପ୍ରେଡିକେଟ୍। ଆଇ ରିଡ୍ ନ୍ୟୁଜ୍ ପେପର ଏଭ୍ରି ଡେ। ମୁଁ ପ୍ରତିଦିନ ଖବରକାଗଜ ପଢ଼େ। ବୁଝିହେଲା? ସବଜେକ୍ଟ ଭର୍ବ ରିଡ୍ର ଭର୍ବ 1 ରହିଲା ଏବଂ ଏଇଟା ରହିଲା ଅବଜେକ୍ଟ। ଆମର ନ୍ୟୁଜ୍ ପେପର ଏଭ୍ରି ଡେ ହେଲା ଅବଜେକ୍ଟ। ଆଇ ହେଲା ସବଜେକ୍ଟ, ରିଡ୍ ହେଲା ଭର୍ବ ଏବଂ ନ୍ୟୁଜ୍ ପେପର ଏଭ୍ରି ଡେ ହେଲା ଆମର ଅବଜେକ୍ଟ ବା ପ୍ରେଡିକେଟ୍। ଏକ୍ଜାମ୍ପଲ 2 ଆସୁଛି, ଦ ସନ୍ ରାଇଜେସ୍ ଇନ୍ ଦ ଇଷ୍ଟ। ଦ ସନ୍ ଏଇଟା ହେଲା ସବଜେକ୍ଟ, ରାଇଜେସ୍ ହେଲା ଭର୍ବ, ଇନ୍ ଦ ଇଷ୍ଟ ହେଲା ଅବଜେକ୍ଟ। ଆଚ୍ଛା, ଏଇଥିରେ ରାଇଜ୍ରେ ଏସ୍ କ'ଣ ପାଇଁ ଲାଗିଲା? ରାଇଜେସ୍ କ'ଣ ପାଇଁ ହେଲା? ନା ୟୁନିଭର୍ସାଲ ଟ୍ରୁଥ୍ ଯେତିକି ବି ଅଛି ସବୁଥିରେ ଭର୍ବରେ ଆମର ଏସ୍ ଲାଗିଥାଏ। ଯଥା ୱାଟର ବଏଲ୍ସ ଏଟ୍ 100 ଡିଗ୍ରୀ ସେଲସିୟସ୍। ଆମର ପାଣି 100 ଡିଗ୍ରୀରେ ଗରମ ହୋଇଥାଏ। ମାନେ ବଏଲ୍ସ ଏଥିରେ ମଧ୍ୟ ଏସ୍ ଲାଗିଛି। ଯେହେତୁ ଏହା ୟୁନିଭର୍ସାଲ ଟ୍ରୁଥ୍ ତାକୁ ଏସ୍ ଲଗାଇବାକୁ ପଡ଼ିଥାଏ। ଏବଂ ଆଉ ଗୋଟେ ସପୋଜ ଏକ୍ଜାମ୍ପଲ ମନେ କରନ୍ତୁ, ଓଏଲ୍ floats on water. Oil floats on water. ତେଲ ପାଣିରେ ଭାସେ। ଏହା ହେଉଛି ମଧ୍ୟ ୟୁନିଭର୍ସାଲ ଟ୍ରୁଥ୍। ନା ଏହା ବେଲେ ବେଲେ ବୁଡ଼ି ନଥାଏ କିମ୍ବା ବେଲେ ବେଲେ ଭାସି ନଥାଏ। ଏହା ସବୁବେଳେ ପାଣି ଉପରେ ରହିଲେ ବା ଆମେ ତାକୁ ପକାଇଲେ ଏହା ଭାସିଥାଏ। ନେକ୍ସଟ ଏକ୍ଜାମ୍ପଲ, ମୋହନ ୱାର୍କସ୍ ଏଜ୍ ଏ ପ୍ରଫେସର। ଏଇଟା ହେଲା କ'ଣ ସୂଚିତ କରୁଛି? ମୋହନ ହେଲା ଥର୍ଡ ପର୍ସନ, ସେଥିପାଇଁ ଏସ୍ ଲାଗିଲା ଏବଂ ସେ ୱାର୍କ ଏଜ୍ ଏ ପ୍ରଫେସର। ଏହାକୁ ମଧ୍ୟ ଆମେ ପ୍ରେଜେଣ୍ଟ ସିମ୍ପଲ ଟେନ୍ସରେ ଦର୍ଶାଇଥାଉ। ନେକ୍ସଟ ଏକ୍ଜାମ୍ପଲ, ଇସ୍ପାତ ଏକ୍ସପ୍ରେସ arrives ଷ୍ଟେସନ at 7 AM। ନା ଆମର ଯେଉଁ ଫ୍ୟୁଚର ଟାଇମ୍ ଟେବୁଲ କହିଥିଲି ମୁଁ, ଫ୍ୟୁଚର ଟାଇମ୍ ଟେବୁଲ କ'ଣ? ନା ସବୁଦିନ
7 AM ରେ ପହଞ୍ଚିବେ। ମାନେ ଏହାକୁ ଦର୍ଶାଇବା ପାଇଁ ଫ୍ୟୁଚର ଟାଇମ୍ ଟେବୁଲକୁ ଦର୍ଶାଇବା ପାଇଁ ଆମେ ପ୍ରେଜେଣ୍ଟ ସିମ୍ପଲ ଟେନ୍ସର ବ୍ୟବହାର କରିଲା। ନେକ୍ସଟ ଏଇଟା ଗଲା ତ ଆମର ନର୍ମାଲ ସେଣ୍ଟେନ୍ସ। ଯଦି ଆମେ ଏଫର୍ମେଟିଭ ସେଣ୍ଟେନ୍ସ ବା ଆସ୍ତିବାଚକ ବାକ୍ୟ ଲିଖିବା କେମିତି ଲିଖିବା ଏହାର ପ୍ୟାଟର୍ନ କେମିତି ରହିବ? ପ୍ରଥମେ ରହିବ ସବଜେକ୍ଟ ପ୍ଲସ୍ ଭର୍ବ ପ୍ଲସ୍ ଅବଜେକ୍ଟ। ଏସଭିଓ ପ୍ୟାଟର୍ନ ଆମର ପ୍ରଥମେ ଆସିବ ସବଜେକ୍ଟ, ତାପରେ ଆସିବ ଭର୍ବ, ତାପରେ ଆସିବ ଅବଜେକ୍ଟ। ଯେମିତି ଆଇ ପ୍ଲେ କ୍ରିକେଟ। ଆଇ ହେଲା ସବଜେକ୍ଟ, ପ୍ଲେ ହେଲା ଭର୍ବ ଏବଂ କ୍ରିକେଟ ହେଲା ଅବଜେକ୍ଟ। ଆଇ ପ୍ଲେ କ୍ରିକେଟ। ଡିଟେଲ୍ସ ବୁଝିହେଲା। ଏଥିରେ ଆଇଟା ହେଲା ସବଜେକ୍ଟ, ପ୍ଲେଟା ହେଲା ଭର୍ବ, କ୍ରିକେଟଟା ହେଲା ଅବଜେକ୍ଟ। ସବଜେକ୍ଟ ଆସିଲା ପ୍ରଥମେ, ଦ୍ଵିତୀୟରେ ଆସୁଛି ଭର୍ବ ଏବଂ ଅବଜେକ୍ଟ ଆସିଲା ଲାଷ୍ଟରେ। ଠିକ ସେମିତି ଗଣେଶ ଲାଇକ୍ସ ସୁଇଟ୍ସ। ମାନେ ଗଣେଶଟା ହଉଛି ସବଜେକ୍ଟ ଯିଏକି ପସନ୍ଦ କରୁଛି। ଭର୍ବ ହେଲା ଲାଇକ୍ସ କଣ କରୁଛି? ପସନ୍ଦ କରୁଛି। ଏବଂ କଣ ପସନ୍ଦ କରୁଛି? ସୁଇଟ୍ସ। ଏଇଟା ହେଲା ଅବଜେକ୍ଟ। ଗଣେଶ ହେଇଗଲା ସବଜେକ୍ଟ, ଲାଇକ୍ସ ହେଲା ଭର୍ବ ଏବଂ ସୁଇଟ୍ସ ହେଇଯିବ ଆମର ଅବଜେକ୍ଟ। ଏହା କେଉଁ ପ୍ୟାଟର୍ନରେ ରହୁଛି? ଆମର ଏସଭିଓ ପ୍ୟାଟର୍ନ। କିନ୍ତୁ ଆମେ ଓଡ଼ିଆରେ ଲେଖିଲା ବେଳେ କଣ ହୋଇଥାଏ? ପ୍ରଥମେ ଆସିଥାଏ ସବଜେକ୍ଟ, ତାପରେ ଅବଜେକ୍ଟ, ତାପରେ ଭର୍ବ। ମୁଁ ଏକ୍ଜାମ୍ପଲ ଦେଇ ଦଉଛି। ମାନେ ମୁଁ କ୍ରିକେଟ ଖେଲୁଛି। ମୁଁ ମୁଁ କ୍ରିକେଟ ଖେଳୁଛି। ମାନେ ଏଠି ଆପଣ ଦେଖନ୍ତୁ ପ୍ରଥମେ ଆସୁଛି ମୁଁ ଟା ହେଲା ସବଜେକ୍ଟ, କ୍ରିକେଟ ହେଲା କଣ? ଅବଜେକ୍ଟ ଏବଂ ଖେଳିବାଟା ହେଲା ଏହାର ଭର୍ବ। ଏଇଟା ଅସୁବିଧା। ଆପଣ ଟେନ୍ସ ପଢୁଥିଲା ଟାଇମରେ ଓଡ଼ିଆକୁ ମନେ କରିବେ ନାହିଁ। ଟ୍ରାନ୍ସଲେଟ ସବୁବେଳେ କରିବେ ନାହିଁ। ଇଂଲିଶ ହିସାବରେ ଆପଣ ଚାଲିବେ, ଆପଣଙ୍କର ସବୁ ଆନ୍ସର କରେକ୍ଟ ହବ। ଦେଖନ୍ତୁ ଓଡ଼ିଆରେ ସବଜେକ୍ଟ ପ୍ରଥମେ ଆସୁଛି, ତାପରେ ଅବଜେକ୍ଟ, ତାପରେ ଭର୍ବ। ଏସବୁ ବି ପ୍ୟାଟର୍ନ ରହୁଛି। କିନ୍ତୁ ଆମର ଇଂରାଜୀରେ ଏସ୍ ଭି ଓ ପ୍ୟାଟର୍ନ। ସବଜେକ୍ଟ ପ୍ଲସ୍ ଭର୍ବ ପ୍ଲସ୍ ଅବଜେକ୍ଟ। ବୁଝିହେଲା। ଠିକ ସେମିତି ଅଞ୍ଜଲି କୁକ୍ସ କରି। ମାନେ ଅଞ୍ଜଲି ତରକାରୀ ତିଆରି କରୁଛି। ମାନେ ଅଞ୍ଜଳି ଟା ହେଲା ସବଜେକ୍ଟ, କୁକ୍ସ ହେଲା ଭର୍ବ, କରି ହେଲା ଅବଜେକ୍ଟ। ଏହାକୁ ଆମେ ନେଗେଟିଭ ସେଣ୍ଟେନ୍ସରେ ପରିଣତ କରିବା। କିପରି? ଦେଖନ୍ତୁ ଏହାର ପ୍ୟାଟର୍ନ କଣ? ସବଜେକ୍ଟ ପ୍ଲସ୍ ଡୁ ନଟ୍ ଅର୍ ଡଜ ନଟ୍। ମାନେ ଫାଷ୍ଟ ପର୍ସନ ସେକେଣ୍ଡ ପର୍ସନ ଥିଲେ ଡୁ ନଟ୍ ହବ। ଥାର୍ଡ ପର୍ସନ ଥିଲେ କଣ ହବ? ଡଜ ନଟ୍। ଏବଂ ତାପରେ ଆସିବ ଭର୍ବ ପ୍ଲସ୍ ଅବଜେକ୍ଟ। କେମିତି ଆମେ କନଭର୍ଟ କରିବା? ଆଇ ପ୍ଲେ କ୍ରିକେଟ ମୁଁ ଲେଖିଥିଲି। ଆଇ ଡୁ ନଟ୍ ପ୍ଲେ କ୍ରିକେଟ। ଏଇଠି ଆସିଲା ସବଜେକ୍ଟ ଆସିଲା ଆଇ, ଡୋ ନଟ୍ କୁ ଆମେ କପି ପେଷ୍ଟ କରିଦେଲା। ତାପରେ ଆସିଲା ଆଇଟା ତ ଏଇଥିରେ କଣ ପାଇଁ ଡଜ ନଟ୍ ଲାଗିଲାନି? ଆଇଟା ହେଲା ଫଷ୍ଟ ପର୍ସନ, ତେଣୁ ଆମେ ଡୁ ନଟ୍ ର ବ୍ୟବହାର କରିବା ଏବଂ ଭାରତ ଆସିଲା ଏଇଠି ପ୍ଲେ, ଅବଜେକ୍ଟ ଆସିଲା କ୍ରିକେଟ। ଏସ୍ ଭି ଓ ଆମର କମ୍ପ୍ଲିଟ ହେଇଗଲା। ଏଠି ଡୋ ନଟ୍ ର ମଧ୍ୟ ୟୁଜ କରାଗଲା। ନେକ୍ସଟ ଗଣେଶ ଡଜ ନଟ୍ ଲାଇକ୍ସ ସୁଇଟ୍ସ। ଗଣେଶ ହେଲା ସବଜେକ୍ଟ, ଆମର ଗଣେଶ ହେଲା ଥର୍ଡ ପର୍ସନ। ସେଇଥିପାଇଁ ଡଜ ନଟ୍ ଲାଗିଲା ଏବଂ ଲାଇକ୍ସ ଟା ହେଲା ଭର୍ବ, ସୁଇଟ୍ସ ଟା ହେଲା ଅବଜେକ୍ଟ। ଏବଂ
ଅଞ୍ଜଳି ଡଜ୍ ନଟ୍ କୁକ୍ କରି, ମାନେ ଆମେ ଲେଖିଥିଲେ ଯେ ଅଞ୍ଜଳି କୁକ୍ସ କରି, ମାନେ ଅଞ୍ଜଳି କରି ତିଆରି କରୁଛି ବା କରେ। ଏଠି ହେଇଯିବ ଆମର, ଦେଖନ୍ତୁ ଅଞ୍ଜଳି ଟା ହେଲା ସବଜେକ୍ଟ, ଡଜ୍ ନଟ୍ ଆମର ଥର୍ଡ ପର୍ସନ ହେବାରୁ ଲାଗିଲା, ଏବଂ କୁକ୍ସ ଯୋଉଟା କି ଆମର ଭର୍ବ, କରିଟା ହେଲା ଅବଜେକ୍ଟ। ଏବଂ ଏହାକୁ ଆମେ ଇଣ୍ଟ୍ରୋଗେଟିଭ ସେଣ୍ଟେନ୍ସ ରେ କିପରି ପରିଣତ କରିବା ବା ପ୍ରଶ୍ନବାଚକ ବାକ୍ୟରେ କିପରି ପରିଣତ କରିବା, ଏହାର ପ୍ୟାଟର୍ନ ହେଲା ଫର୍ମୁଲା, ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ, ଏଇଟା ମନେ ରଖିବେ। ଡୁ ଅର୍ ଡଜ୍, ଡୁ କେତେବେଳେ ଲାଗିବ ଯଦି ଫାର୍ଷ୍ଟ ପର୍ସନ ସେକେଣ୍ଡ ପର୍ସନ ଥିବ ଡୁ ଲାଗିବ, ଯଦି ଥାର୍ଡ ପର୍ସନ ହେଲେ ଡଜ୍ ର ବ୍ୟବହାର ହବ। ତାପରେ ସବଜେକ୍ଟ, ଡୁ ପ୍ଲସ୍ ସବଜେକ୍ଟ, ଡୁ ଅର୍ ଡଜ୍ ପ୍ଲସ୍ ସବଜେକ୍ଟ, ତାପରେ ଆସିବ ଭର୍ବ, ତାପରେ ଆସିବ ଅବଜେକ୍ଟ। ଏଠି ଆସିଯିବ, ଆମେ କଣ ଲେଖିଥିଲା ଫାଷ୍ଟ ଏକ୍ଜାମ୍ପଲ, ଆଇ ପ୍ଲେ କ୍ରିକେଟ, ମାନେ ଡୁ ମାନେ ଡୁ ଅର୍ ଡଜ୍, ଡୁ ଅର୍ ଡଜ୍ ମାନେ ଇଣ୍ଟ୍ରୋଗେଟିଭ ଟା ହଉଛି କଣ, ଆମେ ପ୍ରଶ୍ନ କରିବା ବା ପଚାରିବା। ତ କେମିତି ପଚାରିବା, ଡୁ ଯଦି ଆମର ସବଜେକ୍ଟରେ କଣ, ଯଦି ଫାର୍ଷ୍ଟ ପର୍ସନ କିମ୍ବା ସେକେଣ୍ଡ ପର୍ସନ ଥିଲେ ଆମେ ଡୁ ର ସାହାଯ୍ୟ ନବା, ଯଦି ଥର୍ଡ ପର୍ସନ ଥିଲେ ଆମେ ଡଜ୍ ନେଇକି କ୍ୱେଶ୍ଚନ ଫର୍ମ କରିବା, ଏବଂ ତାପରେ ଆସିବ ସବଜେକ୍ଟ, ତାପରେ ଆସିବ ଭର୍ବ, ଏବଂ ଲାଷ୍ଟରେ ଅବଜେକ୍ଟ, ବାସ୍ ହେଇଗଲା। କେମିତି କରିବା, ଆମର ଆଇ ପ୍ଲେ କ୍ରିକେଟ ଥିଲା, ଆଇଟା ଥିଲା ଫାର୍ଷ୍ଟ ପର୍ସନ, ସେଥିପାଇଁ ଆମେ ୟୁଜ କରିବା ଡୁ, ଏବଂ ତାପରେ କଣ ଆମେ ୟୁଜ କରିବା ସବଜେକ୍ଟ, ସବଜେକ୍ଟ କଣ ଥିଲା ଆଇ, ଆଇଟା ଥିଲା ସବଜେକ୍ଟ, ଏବଂ ଆମର ଭର୍ବ କଣ ଥିଲା, ଭର୍ବ ଥିଲା ପ୍ଲେ, ଏଇଟା ହେଲା ପ୍ଲେ ଟା ଥିଲା ଭର୍ବ, ଏବଂ ଅବଜେକ୍ଟ କଣ ଥିଲା କ୍ରିକେଟ, ଏଇଟା ହେଲା ଅବଜେକ୍ଟ। ବୁଝିପାରିଲେ କେମିତି ହଉଛି ନା, ଯଦି ଫାର୍ଷ୍ଟ ପର୍ସନ ଥିବ, ଫାର୍ଷ୍ଟ ପର୍ସନ ଥିଲେ କଣ ୟୁଜ ହବ, ଫାର୍ଷ୍ଟ ପର୍ସନ ଅର୍ ସେକେଣ୍ଡ ପର୍ସନ ଥିଲେ ଆମର ଡୁ ର ୟୁଜ ହବ, ଏବଂ ଯଦି ଥର୍ଡ ପର୍ସନ ଥିଲେ ଡଜ୍ ର ୟୁଜ ହବ, ଏଇଟା ମନେ ରଖିବେ। ଠିକ ସେଇପରି ଏଇଟା କଣ ହେଇଯିବ, ଗଣେଶ ଲାଇକ୍ସ ସୁଇଟ୍ସ ର ଡଜ୍ ଗଣେଶ ଲାଇକ୍ ସୁଇଟ୍ସ, ମାନେ ଗଣେଶ ମିଠା ପସନ୍ଦ କରେ କି, ଡଜ୍ ଟା ହେଲା ଆମର ଥର୍ଡ ପର୍ସନ, ଏବଂ ଗଣେଶ ଟା ହେଲା ଭର୍ବ, ଲାଇକ୍ସ ହେଲା ସରି ଗଣେଶ ଟା ହେଲା ସବଜେକ୍ଟ, ଏବଂ ଲାଇକ୍ସ ଟା ହେଲା ଭର୍ବ, ଏବଂ ସୁଇଟ୍ସ ହେଲା ଅବଜେକ୍ଟ। ଠିକ ସେହିପରି ଆମେ ଲେଖିଥିଲେ ଅଞ୍ଜଳି କୁକ୍ସ କରି, ଅଞ୍ଜଳି ତରକାରୀ ରାନ୍ଧୁଛି ବା ତିଆରି କରୁଛି, ଏବଂ ଏହାକୁ କେମିତି କନଭର୍ଟ କରିବା, ଅଞ୍ଜଳି ହେଲା ଥର୍ଡ ପର୍ସନ, ସେଥିପାଇଁ ଆମେ ୟୁଜ କରିବା ଡଜ୍, ଏବଂ କୁକ୍ସ, କୁକ୍ସ ଟା ଥିଲା ଆମର, ଅଞ୍ଜଳି ହେଲା ସବଜେକ୍ଟ, କୁକ୍ସ ଥିଲା ଭର୍ବ, ଏବଂ କରିଟା ହେଇଯିବ ଆମର ଅବଜେକ୍ଟ, ବୁଝିହେଲା। ନେକ୍ସଟ ଯିବା ୟୁଜ ଅଫ୍ ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍। ଆଚ୍ଛା, ଆମେ ପ୍ରେଜେଣ୍ଟ ସିମ୍ପଲ ଟେନ୍ସ ବିଷୟରେ ପଢିଲା, ଏବେ ଆମେ ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଆଡେ ଗତି କରିବା, ଏବଂ ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ କେଉଁ କେଉଁଥିରେ ୟୁଜ କରିଥାଉ ଆମେ, ନା କୌଣସି ଗୋଟେ ଚେଞ୍ଜିଂ ସିଚୁଏସନ ବା ପରିବର୍ତ୍ତନୀୟ ପରିସ୍ଥିତିକୁ ଆମେ ବୁଝେଇବା ପାଇଁ କଣ ର ଆମେ ହେଲ୍ପ ନେଇଥାଉ, ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ବା ପ୍ରେଜେଣ୍ଟ ପ୍ରୋଗ୍ରେସିଭ ଆମେ ୟୁଜ କରିଥାଉ, ଏବଂ କୌଣସି ଯଦି ଆମେ ପ୍ଲାନ, ଯଦି କୌଣସି ଜିନିଷ ଗୋଟେ ପାଇଁ ଇଭେଣ୍ଟ ପାଇଁ ପ୍ଲାନ କରିଛେ, ସେଇଟା ନିକଟ ଭବିଷ୍ୟତରେ ଯଦି ହେବାର ଅଛି, ସେଇଥିରେ ମଧ୍ୟ ଆମେ ପ୍ରେଜେଣ୍ଟ ପ୍ରୋଗ୍ରେସିଭ ବା ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ୟୁଜ କରିଥାଉ, ଏବଂ କୌଣସି ଜିନିଷ ଆମେ ଟେମ୍ପୋରାରୀଲି ଯଦି କରିଥାଉ, କିମ୍ବା କୌଣସି ଟେମ୍ପୋରାରୀ ବା କ୍ଷଣସ୍ଥାୟୀ ପରିସ୍ଥିତିକୁ ଆମେ ଦର୍ଶାଇବା ପାଇଁ କଣ ପ୍ରେଜେଣ୍ଟ ପ୍ରୋଗ୍ରେସିଭ ବା ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ର ସାହାଯ୍ୟ ନେଇଥାଉ, ଏବଂ କୌଣସି ଜିନିଷ ଆମେ ଯଦି ବର୍ତ୍ତମାନ ମୁଁ ପଢାଉଛି, ନାଓ ଆଇ ଆମ ଟିଚିଂ, ସୋ ଏଇଥିରେ ଆମେ କଣ ୟୁଜ କରିବା, ମନେ କରନ୍ତୁ ଗୋଟେ କାମ
କଣ୍ଟିନ୍ୟୁ ଅଛି ଠିକ୍ କେତେବେଲେ ଯେତେବେଲେ କର୍ତ୍ତା କହୁଛି ସେତେବେଲେ ଯଦି କାମଟି କଣ୍ଟିନ୍ୟୁ ଅଛି ତ କେଉଁ ଟେନ୍ସ ୟୁଜ୍ ହବ ଏଥିରେ ଆମର ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ବା ପ୍ରେଜେଣ୍ଟ ପ୍ରୋଗ୍ରେସିଭ୍ ଟେନ୍ସ ୟୁଜ୍ ହେବ। ଆସନ୍ତୁ କିଛି ଏକ୍ଜାମ୍ପଲ ମାଧ୍ୟମରେ ଆମେ ବୁଝି ନେବା। ଫାଷ୍ଟ ଆମେ ଜାଣିବାକୁ ହେବ ଯେ ଏହାର ରାଇଟିଂ ପ୍ୟାଟର୍ନ ବା ଫର୍ମ କିପରି। ଫଷ୍ଟ ଆସିଥାଏ ଏଥିରେ ସବଜେକ୍ଟ ତାପରେ ଆମର ଇଚ୍ ଏମ୍ ଆର୍ ର ୟୁଜ୍ ହୋଇଥାଏ। ତାପରେ ଭବ୍ ରେ ଆଇ ଏନ୍ ଜି ଦେନ୍ ଆସିଥାଏ ଆମର ଅବଜେକ୍ଟ। ମନେ କରନ୍ତୁ ମୁଁ ଏଠି ଲେଖିବି ଆମର ଏକ୍ଜାମ୍ପଲ ଦିଆଯାଇଛି ଦ ପ୍ରାଇସ୍ ରେଟ୍ ଦ ପ୍ରାଇସ୍ ଅଫ୍ ପେଟ୍ରୋଲ ଇଜ୍ ଇନକ୍ରିଜିଂ ରେପିଡଲି ମାନେ ପେଟ୍ରୋଲର ଦର ବୃଦ୍ଧି ବହୁତ ଜୋରରେ ଚାଲିଅଛି। ଆମର ନେକ୍ସଟ ଏକ୍ଜାମ୍ପଲକୁ ଯିବା ରାମ୍ ଇଜ୍ ରାଇଟିଂ ଏ ଲେଟର। ଏଠି ଅଛି ରାମ୍ ଟା ହେଉଛି କଣ ରାମ୍ ଟା ହେଉଛି ସବଜେକ୍ଟ ରାମ୍ ଟା ଏବଂ ରାମ୍ କଣ କରୁଛି ଇଜ୍ ଆମର ଏଇଠି ହେଲା ଇଜ୍ ମାନେ ରାମ୍ ସେ ନିଜେ ଲେଖୁଛି ରାମ୍ ତ ନିଜେ ଲେଖୁଛି ତେଣୁ ଏଠି ଆମେ କଣ ଇଚ୍ ଏମ୍ ଆର୍ ଯୋଉ ଅଛି ଆମେ କଣ ଅପସନ ଚୁଜ୍ କରିବା ଇଚ୍ ତାପରେ ଆସିବ କଣ କରୁଛି ରାଇଟ୍ କରୁଛି କଣ କରୁଛି ରାଇଟ୍ ମାନେ କଣ୍ଟିନ୍ୟୁ ଅଛି ରାଇଟିଂ ଟା କଣ୍ଟିନ୍ୟୁ ଅଛି କମ୍ପ୍ଲିଟ ହେଇନାହିଁ। ତେଣୁ ଏଠି ଆସିଗଲା ଆମର ଭବ୍ ରେ ଆଇ ଏନ୍ ଜି ଏବଂ କଣ କରୁଛି ଗୋଟିଏ ଲେଟର ଲେଖୁଛି ଲେଟର ଟା ହେଲା ଏଇଠି ଆମର ଅବଜେକ୍ଟ ରାମ୍ ଟା ହେଲା ସବଜେକ୍ଟ ଇଜ୍ ଆମର ଆସିଲା ଏଇଠି ଏବଂ ରାଇଟିଂ ହେଲା ଆମର ଭର୍ବ ଯୋଉଥିରେ କଣ ଲାଗିବ ଆଇ ଏନ୍ ଜି ଫର୍ମ ଲାଗିବ ଏବଂ ଲେଟର ଟା ହେଲା ଅବଜେକ୍ଟ ନେକ୍ସଟ ଏକ୍ଜାମ୍ପଲ କଣ ଅଛି ଆଇ ଏମ୍ ପରଚେଜିଂ ଏ ନ୍ୟୁ ସୁଜ୍ ଅନ୍ ମଣ୍ଡେ ଏଇଟା କଣ ଆମର ଫ୍ୟୁଚର ପ୍ଲାନ୍ କୁ ଦର୍ଶାଇବା ପାଇଁ କୁହାଯାଇଛି ଯେମିତି କିି ମୁଁ ଆମର ଯୋଉ ନେକ୍ସଟ ମଣ୍ଡେ ଆସିବ ନେକ୍ସଟ ମଣ୍ଡେରେ କଣ ନୂଆ ଜୋତା ସାରେ କିଣିବି ବୁଝି ହେଲା ଏବଂ ଲାଷ୍ଟ ଏକ୍ଜାମ୍ପଲ ଅଛି କୌଣସି ଆମେ କହିଥିଲେ ଯେ କୌଣସି ଟେମ୍ପୋରାରୀ ସିଚୁଏସନ ବା କ୍ଷଣସ୍ଥାୟୀ ପରିସ୍ଥିତିକୁ ଦର୍ଶାଇବା ପାଇଁ ମଧ୍ୟ ଆମେ ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ର ବ୍ୟବହାର କରିଥାଉ ଠିକ ଏହା ହେଇଯିବ ରୋହିତ ଇଜ ଲିଭିଂ ୱିଥ ଶ୍ୟାମ ଫର ଫ୍ୟୁ ଡେଜ ରୋହିତ କଣ କରୁଛି ନା ଶ୍ୟାମ ସହିତ କିଛି ଦିନ ପାଇଁ ରହୁଛି ନା ସେ ପରମାନେଣ୍ଟ ପାଇଁ ରହୁଛି ନା କିଛି ଦିନ ପାଇଁ ଏଠି ମେନସନ ହେଇଛି ଫର ଫ୍ୟୁ ଡେଜ ତ ଆମେ ଏଇଠି କ୍ଷଣସ୍ଥାୟୀ ପରିସ୍ଥିତି ସେଥିପାଇଁ ଆମେ ୟୁଜ କଲେ ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଇଜ୍ ଲିଭିଂ ବୁଝିହେଲା ତ ଯଦି ଆମେ ଏଫର୍ମେଟିଭ ସେଣ୍ଟେନ୍ସ ଲେଖିବା କେମିତି ଲେଖିବା ଏହାର ପ୍ୟାଟର୍ନ ହେଇଯିବ ସବଜେକ୍ଟ ପ୍ଲସ୍ ଇଚ୍ ଏମ୍ ଆର୍ ପ୍ଲସ୍ ଭବ ରେ ଆଇ ଏନ୍ ଜି ଲାଗିବ ଏବଂ ଲାଷ୍ଟରେ ରହିବ ଅବଜେକ୍ଟ ଆମେ ବୁଝି ନେବା ଏକ୍ଜାମ୍ପଲ ଦ୍ଵାରା ଗୀତା ଇଜ ସିଙ୍ଗିଂ ଏ ସଙ୍ଗ ଫର ଷ୍ଟୁଡେଣ୍ଟସ ନା ଗୀତା ଜଣେ ଟିଚର ଯିଏ କି କଣ କରୁଛନ୍ତି ତାଙ୍କର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗୋଟିଏ ଗୀତ ଗାଉଛନ୍ତି ଏବଂ ଏଠି ଗୀତା କିଏ ଗୀତା ହେଉଛନ୍ତି ସବଜେକ୍ଟ ଏବଂ ଆମେ କଣ ଲଗେଇବା ଇଜ୍ ଯେମିତି କଣ ଆମର ପ୍ରେଜେଣ୍ଟ ଟେନ୍ସରେ ରହିଛି ତ ଆମେ କଣ ୟୁଜ କରିବା ଇଜ୍ ଏବଂ ଭବ ରେ କଣ ଲାଗିଲା ସିଙ୍ଗ ରୁ ସିଙ୍ଗିଙ୍ଗ ଭବ ର ଆଇ ଏନ୍ ଜି ଫର୍ମ ୟୁଜ ହେଲା ଦେନ୍ ବାକି ରେଷ୍ଟ ଯାହା ରହିଲା ସବୁ ଅବଜେକ୍ଟ ବୁଝିହେଲା ଏଠି ଗୀତା କଣ ଗୀତା ହେଲେ ସବଜେକ୍ଟ ଇଜ୍ ଆମର ପ୍ରେଜେଣ୍ଟ ଟେନ୍ସରେ ଯେହେତୁ ଚାଲିଅଛି ବର୍ତ୍ତମାନ କାର୍ଯ୍ୟ ଚାଲିଅଛି ସେଥିପାଇଁ ଆମେ ୟୁଜ କଲେ ଏବଂ ସିଙ୍ଗିଙ୍ଗ ସିଙ୍ଗ ରୁ ସିଙ୍ଗିଙ୍ଗ ଭବ ର ଆଇ ଏନ୍ ଜି ଫର୍ମ ୟୁଜ ହେଲା ଏବଂ ବାକି ଯାହା ସବୁ ରହିଲା ଏହାର ଅବଜେକ୍ଟ ବୁଝିହେଲା ନେକ୍ସଟ ଗୌତମ ଇଜ ପ୍ଲେଇଙ୍ଗ
ଭେରି ୱେଲ୍ ମାନେ ଗୌତମ ବହୁତ ବଢିଆ ଖେଳୁଛନ୍ତି। ତ ଗୌତମ ହେଉଛନ୍ତି ଏଠି ସବଜେକ୍ଟ ଆମର ପ୍ରେଜେଣ୍ଟରେ ଚାଲିଛି ଇଜ୍ ଏବଂ ପ୍ଲେ ରୁ ପ୍ଲେଇଂ ପ୍ଲେ ଭର୍ବ ରୁ ଆସି ହେଲା ପ୍ଲେଇଂ ପ୍ଲେରେ ଆଇଏନଜି ଜଏନ୍ ହେବାରୁ ଏହା କଣ ହେଲା ପ୍ଲେଇଂ। ବାକି ସବୁ ହେଲା ଆମର ଅବଜେକ୍ଟ ସବଜେକ୍ଟ ଭର୍ବ ରେ ଆଇଏନଜି ଲାଗିବ ଆମର ପ୍ରେଜେଣ୍ଟ କଣ୍ଟିନ୍ୟୁଅସ ରେ ଏବଂ ବାକି ରହିଲା ଆମର ଅବଜେକ୍ଟ। ନେକ୍ସଟ ନେଗେଟିଭ ସେଣ୍ଟେନ୍ସ କେମିତି ଲେଖିବା ଆମେ ସବଜେକ୍ଟ ରେ କଣ ଲାଗିବ ସବଜେକ୍ଟ ପରେ ପରେ ଆସିବ ଇଜ୍ ଏମ୍ ଆର୍ ଯୋଉଥିରେ କି ଆମେ ୟୁଜ କରିବା ନଟ୍ ଏବଂ ଭର୍ବ ରେ ଆଇଏନଜି ଫର୍ମ ୟୁଜ କରିବା ଏବଂ ଲାଷ୍ଟରେ ରହିବ ଆମର ଅବଜେକ୍ଟିଭ। କଣ କଣ ରହିବ ପ୍ରଥମେ ଆସିବ ସବଜେକ୍ଟ ତାପରେ ଆସିବ ଇଜ୍ ଏମ୍ ଆର୍ ଇନକ୍ଲୁଡିଂ ନଟ୍ we have to just include not then we have to use verb then verb ରେ ଆମେ add କରିବା ing ତାପରେ ଲାଷ୍ଟରେ ଆମେ ଅବଜେକ୍ଟ କୁ ରଖିବା। ତ ଯୋଉ ଏକ୍ଜାମ୍ପଲ ଆମେ ଲେଖିଥିଲା ସେଇ ଏକ୍ଜାମ୍ପଲ କୁ ହିଁ ଆମେ କନଭର୍ଟ କରିବା ଯେଉଁଥିରେ କି ଆପଣଙ୍କୁ ବୁଝିବାକୁ ସୁବିଧା ହବ। ଆମେ ପ୍ରଥମେ କଣ ଲେଖିଥିଲେ ଏଫର୍ମେଟିଭ ସେଣ୍ଟେନ୍ସ ରେ ଏଫର୍ମେଟିଭ ରେ ଲେଖିଥିଲେ ଯେ ଗୀତା ଇଜ ସିଙ୍ଗିଂ ଏ ସଙ୍ଗ ଫର୍ ଷ୍ଟୁଡେଣ୍ଟସ। ଏଇଠି କଣ ଲେଖିବା ଆମେ ଏଠି ଆମେ ପଢିଲା ଯେ ସବଜେକ୍ଟ ରହିବ ପ୍ରଥମେ ପ୍ଲସ୍ ସରି ପ୍ରଥମେ ରହିବ ସବଜେକ୍ଟ ପ୍ଲସ୍ ଇଜ୍ ଅର୍ ଆର୍ ଏମ୍ ଇନକ୍ଲୁଡିଂ ନଟ୍ ଦେନ୍ ଆସିବ ଭର୍ବ ରେ ଆଇଏନଜି ଦେନ୍ ଆସିବ ଆମର ଅବଜେକ୍ଟ। ଏଇ ରୁଲସ ଟା ଫଲୋ ହଉଛି କି ନାଇଁ ଆମେ ଚେକ୍ କରିନେବା। ପ୍ରଥମେ ହଉଛି ଗୀତା ଆସିଲା ଆମର ସବଜେକ୍ଟ ଇଜ୍ ଆସିଲା ଏବଂ କଣ ନଟ୍ ଟା ଆମର କପି ପେଷ୍ଟ ହେଲା ତାପରେ ଭର୍ବ ର ଆଇଏନଜି ଫର୍ମ ରୁଲସ ରେ ଥିଲା ଭର୍ବ ର ସିଙ୍ଗ ଭର୍ବ ରୁ ଆମର ଆସିଗଲା ସିଙ୍ଗିଙ୍ଗ ଏବଂ ବାକି ଯାହା ରହିଗଲା ସବୁ ଅବଜେକ୍ଟ। ଆମର ହେଇଗଲା ଦେଖନ୍ତୁ ସବଜେକ୍ଟ ପ୍ଲସ୍ ଇଜ୍ ଇଜ୍ ଏମ୍ ଆର୍ ଥିଲା ଆମେ ସେଇଥିରୁ ୟୁଜ କଲେ ଇଜ୍ ଏବଂ ଭାର୍ବ ର ଆମର ଆଇଏନଜି ଫର୍ମ କୁହାଯାଇଥିଲା ସରି ମୁଁ ନଟ୍ ଟା ଭୁଲିଗଲି ନଟ୍ ଏହା ପରେ ଆମେ ନଟ୍ ମଧ୍ୟ ୟୁଜ କରିଛେ ତାପରେ ଭର୍ବ ର ଆଇଏନଜି ଫର୍ମ କରାଗଲା ଯେମିତି କି ସିଙ୍ଗ ର ସିଙ୍ଗିଙ୍ଗ ଏବଂ ବାକି ଯାହା ତକ ରହିଗଲା ସବୁ ଅବଜେକ୍ଟ। ନେକ୍ସଟ ଗୌତମ ଇଜ୍ ନଟ୍ ପ୍ଲେଇଂ ଭେରି ୱେଲ୍ ମାନେ ଗୌତମ ଟା ହେଲା ସବଜେକ୍ଟ ଇଜ୍ ଏମ୍ ଆର୍ ରୁ ଆସିଲା ଆମର ଇଜ୍ ଏବଂ ଇନକ୍ଲୁଡିଂ ନଟ୍ ଲେଖା ହେଇଥିଲା ଆମେ ନେଇଗଲା ନଟ୍ ପ୍ଲସ୍ ଭର୍ବ ର ଆଇଏନଜି ହେଇଛି କି ନାହିଁ ଦେଖନ୍ତୁ ପ୍ଲେ ର ପ୍ଲେଇଂ ବାକି ରହିଲା ଇଏ ଅବଜେକ୍ଟ ପ୍ଲସ୍ ଅବଜେକ୍ଟ। ନେକ୍ସଟ ଚେକ୍ କରିବା ଦେ ଆର୍ ନଟ୍ ୱାର୍କିଂ ଫର୍ ମନି ଦେ ହେଲା ସବଜେକ୍ଟ ଆର୍ ହେଲା ଆମର ଯେହେତୁ ସେମାନେ କଣ ଥାର୍ଡ ପର୍ସନ ଆମେ କଣ ୟୁଜ କଲା ଆର୍ ଏବଂ ଇନକ୍ଲୁଡିଂ ନଟ୍ ଥିଲା ଆମେ ନଟ୍ ମଧ୍ୟ ଏଡ କରାଗଲା ଏବଂ ଭର୍ବ ର କଣ ଫର୍ମ ଆଇଏନଜି ଫର୍ମ ଭର୍ବ ର ଆଇଏନଜି ଫର୍ମ ମଧ୍ୟ ୟୁଜ ହେଇଛି ଯାହାକି ୱାର୍କିଂ ଫର୍ ମନି ଇଏ ହେଲା ଅବଜେକ୍ଟ ସବଜେକ୍ଟ ଇଏ ହେଲା ସବଜେକ୍ଟ ପ୍ଲସ୍ ଇଚ୍ ଏମ୍ ଆର୍ ର ଆସିଗଲା ଆର୍ ପ୍ଲସ୍ ନଟ୍ ପ୍ଲସ୍ ଭର୍ବ ର ଆଇଏନଜି ଫର୍ମ ପ୍ଲସ୍ ଅବଜେକ୍ଟ। ନେକ୍ସଟ ଆସିବ ଇଣ୍ଟ୍ରୋଗେଟିଭ ସେଣ୍ଟେନ୍ସ ଆମର ପ୍ରଶ୍ନବାଚୀ ବାକ୍ୟ ଆମେ କେମିତି କ୍ୱେଶ୍ଚନ ପୁଟ କରିବା ଆମର ପ୍ରେଜେଣ୍ଟ କଣ୍ଟିନ୍ୟୁଅସ ରେ ନା ଏହାର ପ୍ୟାଟର୍ନ ହେଉଛି ପ୍ରଥମେ ଆସିବ ଇଚ୍ ଏମ୍ ଆର୍ ତାପରେ ସବଜେକ୍ଟ
ତାପରେ verb ରେ ing, ଦେନ୍ ଆମର ଆସିଯିବ ଅବଜେକ୍ଟ। ପ୍ରଥମେ ଆସିବ କଣ ନା ଇଜ୍ ଏମ୍ ଆର୍, ତାପରେ ସବଜେକ୍ଟ, ତାପରେ verb ରେ ing, ଦେନ୍ ଆସିବ ଆମର ଅବଜେକ୍ଟ। ଦେଖିବା ହେଉଛି କି ନାହିଁ। ଆମର ସେଇଥିରେ ଥିଲା ଆଫର୍ମେଟିଭ ସେଣ୍ଟେନ୍ସ ରେ କଣ ଥିଲା ନା ଗୀତା ଇଜ୍ ସିଙ୍ଗିଂ ଏ ସଙ୍ଗ ଫର୍ ଷ୍ଟୁଡେଣ୍ଟସ୍ ଥିଲା। ଆମେ ଏଇଠି କଣ ପ୍ରଥମେ ନେଇଯିବା, ଯେହେତୁ ଗୀତା ର ଏକ୍ଜାମ୍ପଲ ଦିଆଯାଇଛି, ଆମେ ଇଜ୍ ଏମ୍ ଆର୍ ରୁ ଆସିଯିବ ଆମର ଇଜ୍, ତାପରେ ଆସିଯିବ ଆମର ସବଜେକ୍ଟ, ଗୀତା ହେଉଛି ସବଜେକ୍ଟ, ତାପରେ ଆସିଲା ସବଜେକ୍ଟ ଆସିଲା କି ନାହିଁ ଦେଖନ୍ତୁ, ତାପରେ verb ର ing, ସିଙ୍ଗ verb ର ହେଲା ଆମର ing, ତାପରେ ଆସିଲା ଅବଜେକ୍ଟ। ଆସିଗଲା ସବୁ। ତାପରେ ଆମର କଣ କରିବା, କ୍ୱେଶ୍ଚନ ମାର୍କ ପୁଟ୍ କରିଦେବା। ନେକ୍ସଟ କ୍ୱେଶ୍ଚନ, ସରି ନେକ୍ସଟ ଏକ୍ଜାମ୍ପଲ ଆମର ଥିଲା ଗୌତମ ଇଜ୍ ପ୍ଲେଇଙ୍ଗ ଭେରି ୱେଲ୍। ଆମର ନେଗେଟିଭ ରେ ଥିଲା କଣ ଆସିଲା, ଗୌତମ ଇଜ୍ ନଟ୍ ପ୍ଲେଇଙ୍ଗ ଭେରି ୱେଲ୍। ଏବଂ ଇଣ୍ଟ୍ରୋଗେଟିଭ ରେ କଣ ହେଇଯିବ, ଏହା ପ୍ରଥମେ ଆସିବ ଇଜ୍ ଏମ୍ ଆର୍ ୟୁଜ୍ କରିବା, ତାପରେ ସବଜେକ୍ଟ, ତାପରେ verb ରେ ing, ତାପରେ ଆସିବ ଆମର ଅବଜେକ୍ଟ, ଦେନ୍ ୱି ହାଭ୍ ଟୁ ପୁଟ୍ କ୍ୱେଶ୍ଚନ ମାର୍କ। ତ ଏଠି ଆମେ ଇଜ୍ ଏମ୍ ଆର୍ ଜାଗାରୁ ଆମେ ଲଗେଇବା ଇଜ୍, ତାପରେ ଗୌତମ ହେଲା ସବଜେକ୍ଟ, ପ୍ଲେଇଙ୍ଗ ହେଲା verb ର ing form, then we have to just copy paste the object। ବୁଝିହେଲା। ନେକ୍ସଟ ଆମର ଆଫର୍ମେଟିଭ ସେଣ୍ଟେନ୍ସ ର ଲାଷ୍ଟ ଏକ୍ଜାମ୍ପଲ କଣ ଥିଲା ନା ଦେ ଆର୍ ୱାର୍କିଂ ଫର୍ ମନି, ସେମାନେ ପଇସା ପାଇଁ କାମ କରୁଛନ୍ତି। ଆମର ନେଗେଟିଭରେ କଣ ହେଇଗଲା, ଏହା ଦେ ଆର୍ ନଟ୍ ୱାର୍କିଂ ଫର୍ ମନି। ଆମେ ଇଣ୍ଟ୍ରୋଗେଟିଭ ରେ କଣ କରିବା ନା ଇଚ୍ ଏମ୍ ଆର୍, ତାପରେ ଲଗେଇବା ଆମେ କଣ ସବଜେକ୍ଟ, ସବଜେକ୍ଟ ପରେ ଲଗେଇବା verb ର ing form, then we have to put the object। ଦେଖିବା ଫଲୋ ହଉଛି କି ନାହିଁ। ନା ଇଚ୍ ଏମ୍ ଆର୍ ରୁ ଆସିଗଲା ଆମର ଆର୍, ଦେ ଟା ହେଲା ସବଜେକ୍ଟ, ୱାର୍କିଂ ହେଲା verb ର ing form। ୱାର୍କିଂ ଟା କଣ ନା verb ର ing form, ବାକି ଏଇ ରହିଲା ଆମର ଅବଜେକ୍ଟ। ଆର୍ ଟା ହେଲା ଇଜ୍ ଏମ୍ ଆର୍ ରୁ ଆମେ ନେଇ ଆସିଲା ଆର୍, ଦେ ଟା ହେଲା ଆମର ସବଜେକ୍ଟ, ଏବଂ ୱାର୍କିଂ ର ହେଲା ୱାର୍କ ର ing ଫର୍ମ କଣ ହେଲା ୱାର୍କିଂ, ଏବଂ ବାକି ରହିଲା ଅବଜେକ୍ଟ। ବୁଝି ହେଲା ଇଏ ଆମର ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍। ନେକ୍ସଟ ଆମେ ପ୍ରୋସିଡ୍ କରିବା ପ୍ରେଜେଣ୍ଟ ପରଫେକ୍ଟ ଟେନ୍ସ ଆଡକୁ। କେଉଁ କେଉଁ ଫିଲ୍ଡରେ ଆମେ ଏହାକୁ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ କୁ ୟୁଜ କରିଥାଉ ନା କୌଣସି ଗୋଟିଏ ଆକ୍ସନ ତା ଦୀର୍ଘ ଦିନରୁ ଷ୍ଟାର୍ଟ ହେଇଛି, ମାନେ ଅତୀତରୁ ଷ୍ଟାର୍ଟ ହେଇକି ବର୍ତ୍ତମାନ ପର୍ଯ୍ୟନ୍ତ ଅନବରତ ଭାବରେ ଯଦି ଚାଲୁଅଛି, ସେଇ କ୍ଷେତ୍ରରେ ଆମେ କଣ ୟୁଜ କରିବା ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍। ମାନେ ସେଇଟା ଯଦି ବହୁତ ଦିନରୁ ବା ଅତୀତରୁ କଣ ଷ୍ଟାର୍ଟ ହେଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ମଧ୍ୟ ତାହା ଚାଲିଛି, ସେଇ କ୍ଷେତ୍ରରେ ଆମେ କେଉଁ ଟେନ୍ସ ୟୁଜ କରିବା ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍। ତ ଆମେ ଏଇଠି ଦେଖିନେବା ଆଉ କେଉଁ କେଉଁ କ୍ଷେତ୍ରରେ ୟୁଜ ହୁଏ ନା କୌଣସି ଗୋଟେ ସଟର ବା ଟେମ୍ପୋରାରୀ ସିଚୁଏସନକୁ ମଧ୍ୟ ଡେସକ୍ରାଇବ କରିବା ପାଇଁ ଆମେ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ର ସାହାଯ୍ୟ ନେଇଥାଉ। ଏବଂ ଆଉ କେଉଁ କେଉଁ କ୍ଷେତ୍ରରେ ନା କୌଣସି ଜିନିଷ ଗୋଟେ ଯଦି ରିସେଣ୍ଟ ଏକ୍ସନ ହେଇଛି ଏବଂ ତାର କ୍ଲିୟର ଏଭିଡେନ୍ସ ବା ପ୍ରମାଣ ଅଛି, କିମ୍ବା ତାର ରେଜଲ୍ଟ ମଧ୍ୟ ଆମେ ଜାଣିଛେ, ସେଇ କ୍ଷେତ୍ରରେ ଆମେ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ର ୟୁଜ କରିପାରିବା। ଫର ଏକ୍ଜାମ୍ପଲ ଗୋପାଲ ହେଜ ବିନ୍ ଲିଭିଂ ଇନ୍ ରାଉରକେଲା ଫର୍ 5 years। ମାନେ ଗୋପାଲ ଦୀର୍ଘ 5 ବର୍ଷ ହେଲା ରାଉରକେଲାରେ ରହି ଆସୁଅଛି। ମାନେ
ପାଷ୍ଟ ରୁ ସେଇଟା ଲଙ୍ଗ ଟାଇମ ରୁ ସେଇଟା କଣ ଷ୍ଟାର୍ଟ ହେଇଥିଲା, କିନ୍ତୁ ତା ବର୍ତ୍ତମାନ ସୁଦ୍ଧା ଚାଲି ରହି ଅଛି। ନେକ୍ସଟ ଏକ୍ଜାମ୍ପଲ, ସୀତା ହାଜ ବିନ୍ ଲର୍ଣ୍ଣିଂ ଗିଟାର ଦିସ୍ ୱିକ୍। ମାନେ ସୀତା କଣ କରୁଛି, ଏହି ୱିକରେ ଗୀଟାର ଶିଖିବା ଆରମ୍ଭ କରିଛି। ନେକ୍ସଟ ଏକ୍ଜାମ୍ପଲ ହଉଛି, ଦ ଚାଇଲ୍ଡ ଇଜ କ୍ରାଇଂ ବିକଜ ସି ହେଜ ବିନ୍ ଫଲ୍ ଇନ୍ ଦ ଆର୍ଥ। ନା ଛୁଆଟା କାନ୍ଦୁଛି, କଣ ପାଇଁ କାନ୍ଦୁଛି ନା ସେ ବର୍ତ୍ତମାନ ଆମର ସଡନ ସେ ଭୂଇଁରେ ପଡିଗଲା, ସେଇଥିପାଇଁ ସେ କାନ୍ଦୁଛି। ନା କୌଣସି ରିସେଣ୍ଟ ଆକ୍ସନ ଏବଂ ତାର ରେଜଲ୍ଟକୁ ଶୋ କରିବା ପାଇଁ ମଧ୍ୟ, ଯଦି ଆମର କୌଣସି ରେଜଲ୍ଟ ବା ଏଭିଡେନ୍ସ ଅଛି ତାହାକୁ ଶୋ କରିବା ପାଇଁ ମଧ୍ୟ ଆମେ କେଉଁ ଟେନ୍ସର ୟୁଜ କରିଥାଉ, ନା ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ ଟେନ୍ସର ୟୁଜ କରିଥାଉ। ଏ ଗଲା ଆମର ନର୍ମାଲ। ଦେନ୍ ଆମେ ଯଦି ଏଫର୍ମେଟିଭ ସେଣ୍ଟେନ୍ସ ଲେଖୁଛେ ତ କେଉଁ ପ୍ୟାଟର୍ନ ଫଲୋ କରିଥାଉ, ନା ପ୍ରଥମେ ଆସିବ ଆମର ସବଜେକ୍ଟ, ଦେନ୍ ହ୍ୟାଭ ଅର୍ ହେଜ୍ ଲାଗିବ, ଦେନ୍ ଆସିବ ଆମର ବିନ୍ ପ୍ଲସ୍ ଭର୍ବରେ ଆଇଏନଜି। ପ୍ରଥମେ ଆସିବ ସବଜେକ୍ଟ, ଦେନ୍ ହ୍ୟାଭ ଅର୍ ହେଜ୍, ଦେନ୍ ବିନ୍, ତାପରେ ଆସିବ ଆମର ଭର୍ବରେ ଆଇଏନଜି ଫର୍ମ ୟୁଜ ହେବ। ଫର ଏକ୍ଜାମ୍ପଲ, ଅଶୋକ ହେଜ୍ ବିନ୍ ଟିଚିଂ ଇଂଲିଶ ଫର୍ 8 years। ମାନେ ଅଶୋକ ସାର୍ ଜଣେ ଟିଚର ଯିଏକି ଦୀର୍ଘ 8 ବର୍ଷ ହେଲା ଧରି ସେ କଣ କରୁଛନ୍ତି, ନା ଇଂଲିଶ ପଢାଉଛନ୍ତି। ତ ଏଇଠିରେ ଆମର ପ୍ୟାଟର୍ନ ବା ଫର୍ମ ଟା ୟୁଜ ହୋଇଛି କି ନାହିଁ ଦେଖିବା, ଆମେ ଚେକ୍ କରିବା ଗୋଟି ଗୋଟି କରି। ନା ପ୍ରଥମେ ଆସିଲା ସବଜେକ୍ଟ, ଅଶୋକ ହେଲେ ଆମର ସବଜେକ୍ଟ, ଦେନ୍ ଆସିଲା ହ୍ୟାଭ ଅର୍ ହେଜ୍ ରୁ ଆସିଲା ଆମର ହେଜ୍, ଯେହେତୁ ଅଶୋକ ଥାର୍ଡ ପର୍ସନ ସିଙ୍ଗୁଲାର ଆମେ ଡିରାଇଭ କଲେ ହେଜ୍। ବିନ୍ ଟା ଆମେ ଏଥିରେ ଆଡ କରିଦେଲେ କପି ପେଷ୍ଟ, ତାପରେ ଆସିଲା ଭର୍ବରେ ଆଇଏନଜି। ଦେଖନ୍ତୁ ଭର୍ବରେ ଆଇଏନଜି ଆଡ ହେଇଛି କି ନାହିଁ, ନା ଟିଚିଂ, ଟିଚ ର ଟିଚିଂ, ଏଇଟା ରହିଲା ଆମର ସବୁ ଅବଜେକ୍ଟ। ଗୋଟେ ଗୋଟେ ଚେକ୍ କରିନିଅନ୍ତୁ ଆଉଥରେ। ଏଇଠି ହେଲା ଅଶୋକ ହେଲେ ଏଇଠି ଆମର ସବଜେକ୍ଟ, ହ୍ୟାଭ ଅର୍ ହେଜ୍ ରୁ ଆମେ ଡିରାଇଭ କଲେ ହେଜ୍, ବିନ୍ କୁ ଆମେ କପି ପେଷ୍ଟ, ତାପରେ ଭର୍ବରେ ଆଇଏନଜି ୟୁଜ କରିଦେଲେ। ନେକ୍ସଟ ଏକ୍ଜାମ୍ପଲ, ଦେ ହାଭ ବିନ୍ ଲିଭିଂ ଇନ ପୁରୀ ଫର 5 years। ମାନେ ସେମାନେ ପୁରୀରେ ଦୀର୍ଘ 5 ବର୍ଷ ହେଲା ରହି ଆସୁଅଛନ୍ତି। ମାନେ ଏଇଠି ଦେ ହେଲା ଆମର ସବଜେକ୍ଟ, ଆମର ହ୍ୟାଭ କୁ ହ୍ୟାଭ ଡିରାଇଭ କଲା ହେଜ ଅର୍ ହେଜ ରୁ, ବିନ୍ ଟା କପି ପେଷ୍ଟ, ତାପରେ ଆସିଲା ଆମର ଭର୍ବ ର ଆଇଏନଜି ଫର୍ମ, ତାପରେ ଆସିଲା ଆମର ଅବଜେକ୍ଟ। ନେକ୍ସଟ ଯଦି ଆମେ ନେଗେଟିଭ ସେଣ୍ଟେନ୍ସ ଫର୍ମ କରିବା, କେମିତି ଲେଖିବା, କେଉଁ କେଉଁ ପ୍ୟାଟର୍ନ ଫଲୋ କରିବା। ନେଗେଟିଭ ସେଣ୍ଟେନ୍ସ ରେ ଆମେ କଣ ଫଲୋ କରିବା, ନା ପ୍ରଥମେ ଆସିବ ସବଜେକ୍ଟ, ତାପରେ ଆସିବ ହ୍ୟାଭ ଅର୍ ହେଜ୍, ତାପରେ ଆସିବ ପ୍ରଥମେ ଆସିବ ସବଜେକ୍ଟ, ତାପରେ ହ୍ୟାଭ ଅର୍ ହେଜ୍, ତାପରେ ଆମେ କଣ ୟୁଜ କରିବା, ନଟ୍, ନଟ୍, ତାପରେ ୟୁଜ କରିବା ଆମର ବିନ୍, ତାପରେ ଭର୍ବରେ ଆଇଏନଜି। ଦେଖାଯାଉ ଆମର ସେ ଏଫର୍ମେଟିଭ ସେଣ୍ଟେନ୍ସ ର ତାକୁ କନଭର୍ଟ କରିବା ନେଗେଟିଭରେ, ସେଇଥିରେ ଆମର ପ୍ୟାଟର୍ନ ଟା ୟୁଜଫୁଲ ହେଉଛି କି ନାହିଁ ତା ଆମେ ପରୀକ୍ଷା କରିବା। ତ ଏଇଠି ରହିଲା ଆମର ସବଜେକ୍ଟ, ସବଜେକ୍ଟ ଯିଏ କି ଅଶୋକ, ଅଶୋକ ହେଉଛନ୍ତି ସବଜେକ୍ଟ। ଆମର ହ୍ୟାଭ ଅର୍ ହେଜ୍ ରୁ ଆସିଲା ହେଜ୍, ଏବଂ ଆମେ କଣ ୟୁଜ କଲେ, ନଟ୍ କୁ କପି ପେଷ୍ଟ, ବିନ୍ କୁ ମଧ୍ୟ କପି ପେଷ୍ଟ, ତାପରେ ଆସିଲା ଭର୍ବ ର ଆଇଏନଜି, ଟିଚ ର ଟିଚିଂ। ଲାଷ୍ଟରେ ଆସିଲା ଦେ ହାଭ ନଟ୍ ବିନ୍ ଲିଭିଂ ଇନ ପୁରୀ ଫର 5 years। ମାନେ ଆମର ଆସିଲା, ଏଇଟା ହେଲା ସବଜେକ୍ଟ, ଆମର ହେଜ ଅର୍ ହ୍ୟାଭ ରୁ ଡିରାଇଭ ହେଲା ହେଭ୍, ନଟ୍ ଟା ହେଲା କପି ପେଷ୍ଟ, ବିନ୍ ମଧ୍ୟ କପି ପେଷ୍ଟ, ଆମର ଭର୍ବ ର
ଆଇଏନଜି ଫର୍ମ, ବାକି ଯାହା ତକ ରହିଲା ସବୁ ଅବଜେକ୍ଟ। ବୁଝିହେଲା? ନେକ୍ସଟ ଆମେ ତାକୁ ଇଣ୍ଟ୍ରୋଗେଟିଭ ସେଣ୍ଟେନ୍ସ ରେ କିପରି ଭାବରେ କନଭର୍ଟ କରିବା। ଆମର ଏକ୍ସାମ୍ପଲ ଥିଲା, କଣ ଥିଲା ନା ଆମେ ଆଫର୍ମେଟିଭ ସେଣ୍ଟେନ୍ସ ରେ କଣ ଏକ୍ସାମ୍ପଲ ଲେଖିଥିଲେ? ଅଶୋକ has been teaching English for 8 years। ମାନେ ଏଠି ଯଦି ଆମେ ଇଣ୍ଟ୍ରୋଗେଟିଭ କୁ କନଭର୍ଟ କରିବା, ଆମକୁ କେଉଁ ପ୍ୟାଟର୍ନ ଫଲୋ କରିବାକୁ ହେବ ନା have or has ପ୍ଲସ୍ ସବଜେକ୍ଟ ପ୍ଲସ୍ ବିନ୍, ତାପରେ ଆସିଯିବ ଆମର verb ର ଆଇଏନଜି ଫର୍ମ। ତାକୁ ଆପ୍ଲାଏ କରିକି ଦେଖୁ ନା ଆମର has ଟା ହେଲା ଥାର୍ଡ ପର୍ସନ ସିଙ୍ଗୁଲାର, ଯେହେତୁ ଅଶୋକ ଅଛି। ତାପରେ verb ସବଜେକ୍ଟ ଟା ଥିଲା ଅଶୋକ, ଏଠି ଆମେ ସବଜେକ୍ଟ କୁ ନେଇ ଆସିଲା। ତାପରେ ବିନ୍ କୁ ମଧ୍ୟ ଆମେ କପି ପେଷ୍ଟ କରିଦେଲା। ତାପରେ verb ରେ ଆଇଏନଜି ଫର୍ମ, ଯୋଉଟା କି ଟିଚିଂ ର ଟିଚିଂ, ଟିଚ୍ ର ଟିଚିଂ। ଠିକ ସେହିପରି ଆମର ଲାଷ୍ଟ ଏକ୍ସାମ୍ପଲ ଥିଲା they have been, କଣ ଥିଲା ଆମର they have been living in ପୁରୀ for 5 years। ତ ଏହାକୁ ଆମେ ଯଦି ଇଣ୍ଟିରୋଗେଟିଭ କୁ କନଭର୍ଟ କରିବା, ତାହେଲେ କଣ ହେଇଯିବ ଆମର has or have ରୁ ପ୍ରଥମେ ଆସିଯିବ have, ତାପରେ ସବଜେକ୍ଟ, ତାପରେ ଆସିଯିବ ବିନ୍, ତାପରେ ଆସିଯିବ verb ର ଆଇଏନଜି ଫର୍ମ। ତ ଏଇଆ ଥିଲା ଆଜିର କ୍ଲାସ, ଯୋଉଥିରେ କି ଆମେ ଡିସକସ କଲେ ପ୍ରେଜେଣ୍ଟ ସିମ୍ପଲ ର ୟୁଜ ଏବଂ ତାର ଭର୍ବ ଫର୍ମ ଏବଂ ପ୍ରେଜେଣ୍ଟ ସିମ୍ପଲ, ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଏବଂ ପ୍ରେଜେଣ୍ଟ ପରଫେକ୍ଟ ଏବଂ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ର ଆମର ଭର୍ବ ପ୍ୟାଟର୍ନ ଏବଂ ସେଣ୍ଟେନ୍ସ ରାଇଟିଂ, ଆମର ଯୋଉ ତିନୋଟି ଇମ୍ପୋର୍ଟାଣ୍ଟ ସେଣ୍ଟେନ୍ସ ଯେମିତି କି ଏଫର୍ମେଟିଭ, ନେଗେଟିଭ ଆଣ୍ଡ ଇଣ୍ଟ୍ରୋଗେଟିଭ ସେଣ୍ଟେନ୍ସ ର ଆମେ ରାଇଟିଂ ପ୍ୟାଟର୍ନ ମଧ୍ୟ ଶିଖିଲେ। ଏବଂ ନେକ୍ସଟ ଭିଡିଓରେ ଆମେ କଣ ଶିଖିବା, ଆମର ଯୋଉ ପାଷ୍ଟ ରହିଛି, ପାଷ୍ଟ ଟେନ୍ସ ରହିଛି, ପାଷ୍ଟ ଟେନ୍ସ କୁ ଆମେ କ୍ଲିୟର କରିବା। ଥ୍ୟାଙ୍କ ୟୁ ଭେରି ମଚ୍।